ରାଧେ ରାଧେ ସାଙ୍ଗମାନେ, ଜୟ ଜଗନ୍ନାଥ। ତ ଏଇଠି ମୋତେ ଚିହ୍ନି ପାରୁଛନ୍ତି, ଏ ହେଉଛି ମୁଁ ହୋଲିରେ କେମିତି ହେଉଥିଲା ଆପଣମାନେ ଦେଖିପାରୁଥିବେ। ଆପଣମାନେ ଆମେ ସବୁ ପୁରା ଭୁତୁଡ଼ି ଭୂତ ଏମିତି ସବୁ ହେଇକି ବୁଲୁଥିଲୁ ହୋଲିରେ। ତ ତାପରେ ଫାଇନାଲି ହୋଲି ବୋଲି ଖେଳ ସରିଲା ପରେ ସନ୍ଧ୍ୟା ବେଳକୁ ଆମେ ବାହାରି ଗଲୁ ମେଳା ଦେଖିବା ପାଇଁ। ତ ଏଠି ଆମେ ମୁଁ ପୁରା ରେଡ଼ି। ତ ମୁଁ ଏଥର ହୋଲିରେ ଡ୍ରେସ୍ କରିନଥିଲି, ମୋର ଆଗରୁ ଗୋଟେ ଡ୍ରେସ୍ ଥିଲା, ଆପଣମାନେ ଦେଖିଥିବେ ଏ ଡ୍ରେସ୍ଟିକୁ ମୋର ଆଗରୁ। ତ ମୁଁ ଡ୍ରେସ୍ ଇଏ କରିଥିଲି, ସେଇ ଡ୍ରେସ୍ଟା ପିନ୍ଧିଦେଇଥିଲି। ତାପରେ ଏଠି ଆମ ଜିଜୁ ଜଣେ ଆସିଥିଲେ, ତ ସେଇଠି ହାଇ କରିଥିଲେ। ତ ଏଠି ଜିଜୁ, ଏଠି ପୁଣି ଦିଦି। ସେ ରୁମ୍ରେ ଅନ୍ଧାର ଦେଖାଗଲା, କହିଲେ ଆର ରୁମ୍କୁ ଚାଲ, ମୁଁ ଆର ରୁମ୍ରେ ହାଇ କରିବି। ତାପରେ ଦେଖିପାରୁଥିବେ କେତେ ଭିଡ଼, ଜାଣିଥିବେ ତ ଆପଣମାନେ ମାଣତ୍ରୀ ହୋଲିରେ ଏତେ ଭିଡ଼ ହୁଏ, ତ କଡ଼ ବି ଫେରେଇ ହୁଏନି। ତ ଏତେ ଭିଡ଼ ଥିଲା। ତାପରେ ଠାକୁରଙ୍କ ପାଖକୁ ଯିବା ପାଇଁ ଯେଉଁଠି ଯାଆନ୍ତି ଯେଉଁପଟେ, ସେପଟେ ଏତେ ଭିଡ଼ ଥିଲା, ବାପରେ ବାପ, ମାନେ ଏତେ ଭିଡ଼ ଥିଲା। ତାପରେ ଆମର ଭାଇ ଭାଉଜଙ୍କ ସହ ଦେଖା ହେଇଗଲା। ତ ଦେଖିପାରୁଥିବେ ସଞ୍ଜୟ ଭାଇ ଆଉ ଭାଉଜ, ଜୟନ୍ତୀ ଭାଉଜ, ପମି ଦିଦି, ତାଙ୍କ ସହ ସମସ୍ତଙ୍କ ସହ ଦେଖା ହେଇଗଲା। ତ ତାପରେ ଆମେ ସେଠୁ ପଳେଇ ଆସିଲୁ, ବୁଲାବୁଲି ପୁଣି କରୁଥିଲୁ। ବୁଲାବୁଲି ସରିଲା ପରେ ଏଠି ଆମେ ଯାଇଥିବୁ, ଯାହା ବୁଲାବୁଲି ସରିଲା ପରେ ଆମର କାର୍ତ୍ତିକ ସାମଲ ଭାଇଙ୍କ ସହ ବି ଦେଖା ହେଇଗଲା। ଆମେ ସବୁ ଗୋଟେ ଜାଗା ଠିଆ ହେଇକି କିଛି କଥା ଡିସ୍କସନ୍ କରୁଥିଲୁ ଭିଡ଼ିଓ ବିଷୟରେ। ତାପରେ ମୁଁ କିଛିଟା ଫଟୋ ଆଉ ଭିଡ଼ିଓ ନେଇଯାଇଥିଲି ତାଙ୍କ ସହ। ତ ତାପରେ ଆମେ ମଞ୍ଚୁରିଆନ୍ ଖାଉଥିଲୁ ଏଠି ସମସ୍ତେ ମିଶିକି, ଦିଦି, ଜିଜୁ, ଆମେ ଭଉଣୀମାନେ ସବୁ ବସିକି ଖାଉଥିଲୁ ସେଠି ମଞ୍ଚୁରିଆନ୍। ତାପରେ ଆଇସ୍କ୍ରିମ୍ ଖାଉଥିଲୁ। ଆଇସ୍କ୍ରିମ୍ ଖାଇସାରିଲା ଭିଡ଼ିଓ ଭଲ ଲାଗିଲା।